ଯେତେ ଯୁଗ ଅଛି ଧର୍ମ ଯୁଗ, ତ୍ରେତୟା, ଦ୍ୱାପର, କଳି। ଦେଖନ୍ତୁ ଆଜ୍ଞା, କଳି ଯୁଗରେ ବର୍ତ୍ତମାନ ଭଗବାନ ଅବତାର ନେଇନାହାନ୍ତି। ସବୁ ଯୁଗରେ ଅବତାର ନେଇଥିଲେ। ଶ୍ରେଷ୍ଠ ଅବତାର ହେଲା ରାମ ଅବତାର। ଆମେ ବର୍ତ୍ତମାନ କଳି ଯୁଗରେ କଣ ଅବତାର କହିପାରିବେ? ଆମେ ମାନେ ସମସ୍ତେ ଜଣେ ଜଣେ ପୁରୁଷୋତ୍ତମ, ଆମେ ମାନେ ସମସ୍ତେ ଜଣେ ଜଣେ ଭଗବାନ, ଆମେ ମାନେ ସମସ୍ତେ ଜଣେ ଜଣେ ରାବଣ। ତେଣୁ କଳି ଯୁଗରେ ଆପଣ ମାନେ ଆମେ ମାନେ ସମସ୍ତେ ଭଗବାନ। ଯିଏ ଯୋଉ କର୍ମ କଲା ତାର ଫଳ ଭୋଗୁଛନ୍ତି। ଆପଣ ମାନେ ଦେଖୁଛନ୍ତି ଏନକାଉଣ୍ଟର, ଏନକାଉଣ୍ଟର କିସ କରୁ, ସିଏ ତ 4 ଜଣଙ୍କୁ ମାରି ପଳେଇ ଥାଉଛି। ଏ ଯୋଉ ପୁଲିସ ମାନେ ଆଙ୍କେ ହଉଛନ୍ତି ଯମଦୂତ। ଆପଣ ମାନଙ୍କୁ ମୁଁ କହୁଛି, କଳି ଯୁଗରେ ପୋଲିସ ମାନେ ହଉଛନ୍ତି ଯମଦୂତ। ତାଙ୍କେ ନ୍ୟାୟରେ କେବେ ହେଲେ ପଥିକ ନୁହନ୍ତି, ଅନ୍ୟାୟକୁ ସବୁବେଳେ ସାହାଯ୍ୟ କରୁଛନ୍ତି। ତେଣୁ ସେମାନେ ହେଲେ ରାବଣ ବଂଶ। ରାମ ବଂଶ ଯେ କି ସତ୍କର୍ମ କରୁଛି, ସତ କଥା କହୁଛି, ପାପ କରୁନି, ଧର୍ମ କରୁଛି, ସେ ହଉଛନ୍ତି ରାମ, ମର୍ଯ୍ୟାଦା ପୁରୁଷୋତ୍ତମ। ଆମେ ତିଥି ଗ୍ରହଣ କରିବାକୁ ପଡିବ। ଆପଣ ମାନେ କହିବେ ରାମ ମଧ୍ୟ ବହୁତ ଭୁଲ କରିଛନ୍ତି। ତା ତୁଳନାରେ କଳି ଯୁଗର ମଣିଷ ମାନେ କିଛି ଭୁଲ କରୁନାହାନ୍ତି। ସବୁ ଯୁଗରୁ ସ୍ୱୟଂ ଭଗବାନ ଯେତେ ଭୁଲ କରୁଛନ୍ତି, କଳି ଯୁଗର ମଣିଷ ମାନେ ତା ତୁଳନାରେ କିଛି ଭୁଲ କରୁନାହାନ୍ତି। ପ୍ରବଚନ ଯୋଉମାନେ ଦଉଛନ୍ତି, ମୁଁ ତାଙ୍କୁ ସବୁବେଳେ ଟକ୍କର କରୁଛି। କଣ ଆପଣ ମାନଙ୍କୁ ମୁଁ ଗ୍ୟାରେଣ୍ଟି ଦେଇ କହୁଛି, ତା ତୁଳନାରେ କଳି ଯୁଗରେ କେହି ହେଲେ ଅତୁଳନୀୟ ନୁହେଁ। କଣ କରୁଛନ୍ତି? କା କଥା ଶୁଣିକିରି ସୀତାଙ୍କୁ ତ ଛାଡିଦେଲ, ଲକ୍ଷ୍ମଣକୁ ଆଉଥରେ ପଠେଇଲ। କିଏ ଜାଣିନି ଏ କଥା ସବୁ? ସୀତା ଚୋରି କିଏ? ରାବଣଙ୍କର ପ୍ରକୃତ କନ୍ୟା ସୀତା ଚୋରେଇ ନାହାନ୍ତି। ବିଟବ ବୃକ୍ଷ ମୂଳେ ରହିଲେ ତାଙ୍କର ବାନ୍ଧୁଣୀ ଦୋଷଟା ଯିବ। ସବୁ ତାଙ୍କ ଭିତରେ ଲୀଳା, ବୁଝିଲେ ନା? ଆମେ ସବୁ କିଛି କରୁନେ ଆଜ୍ଞା। କଳି ଯୁଗରେ ବର୍ତ୍ତମାନ ଭଲ ମଣିଷ ମାନେ ଭଲ କର୍ମ କରୁଛନ୍ତି, ଧର୍ମ କାମ କରୁଛନ୍ତି, ଅଧିକାଂଶ ଧର୍ମ କାମ କରୁଛନ୍ତି। ହରେ କୃଷ୍ଣ ନାମ ଜପୁଛନ୍ତି, ଘରେ ଘରେ ହରେ କୃଷ୍ଣ, ଆମିଷ ନିର୍ବାରଣ। ତେଣୁ ଆଜ୍ଞା କଳି ଯୁଗରେ ଭଗବାନ କିଏ? ମୁଁ ରଖିଥିଲି ସେ କଥାଟାକୁ। ମାତା ଗୁରୁ, ପିତା ଗୁରୁ, ତପ୍ତେର୍ଜଣ ବିଦ୍ୟା ଗୁରୁ। ଏ ତିନିଟା ହଉଛନ୍ତି ପ୍ରକୃତ ଭଗବାନ। ମାଙ୍କୁ ପୂଜା କର, ବାପାଙ୍କୁ ପୂଜା କର, ଗୁରୁଙ୍କୁ ପୂଜା କର, ଆପଣ ମୁକ୍ତି ପାଇବେ। ମନ୍ଦିର ଆମେ ଗଢୁଛେ, ମନ୍ଦିରରେ କିଏ ଅଛି? ଭଗବାନ ଅଛନ୍ତି। ଆପଣ ମାନେ ଜାଣିପାରୁଛନ୍ତି କଣ? ମନ୍ଦିରରେ ଭଗବାନ ଅଛନ୍ତି। ନିମିତ୍ତ ତାଙ୍କୁ ଆମେ ଶାସ୍ତ୍ରିତ କରିଦେଉଛନ୍ତି। ମନ୍ତ୍ରାଧୀନ ଦେବତା, ମନ୍ତ୍ରରେ ଅଧୀନ, ମନ୍ତ୍ରାଧୀନ। ତେଣୁ ମାକୁ ଟିକେ ପୂଜା କର, ହେ ମୁକ୍ତି ପାଇବ। ବାପାଙ୍କୁ ଟିକେ ପୂଜାର ମୁକ୍ତି ପାଇବ। ଗୁରୁଜନ ମାନଙ୍କୁ ମୁକ୍ତି ନାହିଁ। ମଦ ଟିକେ ପକେଇ ଦଉଛ, ଆମ ଆଇକିରି ମା ବାପାକୁ ବାଡଉଛ। ସ୍ତ୍ରୀ ସିଏ ମା ବୋଲି ଭାବୁନି। ତେଣୁ ଟିକେ ଆପଣ ନମସ୍କାର କରି ଜଣାଉଛି, ମତେ ତ ବୟସ ହେଇଗଲାଣି, ମୁଁ ମରିକି ବଞ୍ଚିବି ଯାଉଛି। ମୋର ଗୋଟେ ପୂର୍ବ ଭାଗ୍ୟ ଥିଲା, ଏ ସ୍ଥାନକୁ ମୁଁ ଆସିଲି। ଅଲାରିଗଡ଼ ଦଣ୍ଡନାଚରେ ଆସୁଥିଲି, ଯାହା ହଉଛୁ ଏ ସ୍ଥାନରେ ମତେ କ୍ଷମା କରି ମୁଁ କିଛି କହିଯାଉଛି ବୋଲି। ରାମ ହରେ ହରେ, हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम राम हरे हरे। हरे कृष्ण 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 हरे हरे, हरे राम राम हरे हरे। कृष्ण 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 हरे हरे, हरे राम राम हरे हरे। हरे कृष्ण कृष्ण हरे हरे, हरे राम राम हरे हरे। श्री राधे मंगल हो।
समस्तंकर मंगल हो श्रीमद् भागवते नमामि नमः। जय जगन्नाथ जय जगन्नाथ जय जगन्नाथ।